Everyone, welcome to my YouTube channel Education House. ଆଜି ଆମେ ଦ୍ୱିତୀୟ ଶ୍ରେଣୀର ପାଠ 9 ରମ୍ଭା ନୂଆ ଜାଗା ଦେଖିଲା ପାଠଟିର ଅଭ୍ୟାସ କାର୍ଯ୍ୟଟି କରିବା। ଦେଖ ଅଭ୍ୟାସ କାର୍ଯ୍ୟ 1 ନମ୍ବରରେ ଆମର କଣ କହିଛି? ପାଠରେ ଅମ୍ଫ ଅକ୍ଷର ଥିବା ଶବ୍ଦ ଚାରିପାଖରେ ଗୋଲ ବୁଲାଅ ଓ ଅମ୍ଫ ଅକ୍ଷର ଥିବା ଶବ୍ଦକୁ ତ୍ରିଭୁଜ ମଧ୍ୟରେ ଦେଖ। ଦେଖ ପାଠରେ ଆମଟି ଦେଖିବା ପାଠରେ କୋଉଠି କୋଉଠି ଅମ୍ଫ ଆଉ କୋଉଠି ଅମ୍ଫ ବ୍ୟବହାର ହୋଇଛି। ଦେଖ ପ୍ରଥମେ ଆମର ଏଠି ଦେଖ ଚମ୍ପା। ଦେଖ ଏଠି ଅଛି ଆମର ଚମ୍ପା, ତ ଏଠାରେ ଆମେ କଣ କରିବ ଗୋଲ ବୁଲେଇବ। ବୁଝିପାରିଲା ପିଲାମାନେ? ତାପରେ ଦେଖ ଏଠି ଅଛି ଆମର ପମ୍ପ ହେଲା। ଦେଖ ଏଠାରେ ମଧ୍ୟ ଗୋଲ ବୁଲାଇବ ହେଲା। ବୁଝିପାରିଲା ପିଲାମାନେ? ତାପରେ ଏଇଠି ଅଛି ତମର ବାମ୍ଫି ହେଲା। ଏଠାରେ କଣ କରିବ ତ୍ରିଭୁଜ ଚିହ୍ନ ଦବ ହେଲା। ପିଲାମାନେ ବୁଝିପାରିଲା? ତାପରେ ଦେଖ ତାପରେ ଆମର କଣ ଅଛି ଏଠାରେ ତାପରେ କିଛି ନାହିଁ। ତାପରେ ଅଛି ଏଠି ଆମର କମ୍ପାଉଣ୍ଡର ହେଲା। ଏଠାରେ କଣ କରିବ ତମେ ଗୋଲ ଚିହ୍ନ ଦବ। ବୁଝିପାରିଲା ପିଲାମାନେ? ଏହି 4-5ଟି ଆମର ଅମ୍ପ ଆଉ ଅମ୍ଫ ଶବ୍ଦ ଗୁଡ଼ିକ ଅଛି। ତାପରେ ଦେଖ 2 ନମ୍ବର କଣ କହିଛି? ଠିକ ବର୍ଣ୍ଣନା କରି ପଢ। କଣ କହିଛି? ଠିକ ବର୍ଣ୍ଣନା କରି ପଢ। ଏଠି କଣ ଲେଖାଛି? ଚମ୍ପା, ଚମ୍ପକ, କମ୍ପାସ, ସିମ୍ପାଜି, ଫମ୍ପା, ଗୁମ୍ଫା ପିଲାମାନେ ହେଲା। ତାପରେ ଦେଖ 3 ନମ୍ବର କଣ କହିଛି? ଦେଖ ସମ୍ପଦ, କମ୍ପନ, ଡାମ୍ଫଣ, ବାମ୍ଫ, ଲମ୍ଫ ଏଟା ବାମ୍ଫି। ବୁଝିପାରିଲେ ପିଲାମାନେ? ତାପରେ ଦେଖ କଣ କହିଛି 4 ନମ୍ବର ତଳ ଲେଖାଟିକୁ ପଢ। ଅମ୍ବ ଥିବା ଶବ୍ଦ ତଳେ ଗାର ଦିଅ ଓ ଅମ୍ବ ଥିବା ଶବ୍ଦ ଉପରେ ଗାର ଦିଅ। ଦେଖ ଆମର କୋଉଠି କୋଉଠି ଅମ୍ବ ଅଛି ଆଉ କୋଉଠି ଅମ୍ବ ଅଛି। କଣ କହିଛି? ସମ୍ବଲପୁର ଜିଲ୍ଲାରେ ଆମ୍ବଝର ଗାଁ। ସମ୍ବଲପୁର ଏଟା ଆମର କଣ କହିଛି? ଯୋଉଠି ଅମ୍ବ ଥିବ ସେଠି ତଳେ ଗାର ଦବ। ଦେଖ ଏଠି ତଳେ ଗାର ଦବ, ଏଠି ବି ତଳେ ଗାର ଦବ। ତାପରେ ଏଠି ଅଛି ବାନାମ୍ବର, ଏଠାରେ ତଳେ ଗାର, ଏଟା କୁମ୍ଭାର, ଏଟା ଉପରେ ଗାର ଦବ। ବୁଝିପାରିଲା ପିଲାମାନେ? ତାପରେ ଏଠି ଲମ୍ବା ଲମ୍ବା, ଏଠି ତଳେ ଗାର ଦବ ହେଲା। ଦମ୍ଭିଲା ଏଠାରେ ଉପରେ ହେଲା। ତାପରେ ଦେଖ କଣ ଅଛି? ଏଠି ଅଛି ଆମର ଅସମ୍ଭବ, ଏଠି ଆମେ ଉପରେ ଗାର ଦବ। ଏଠି ଅଛି ସମ୍ଭବ, ଏଠାରେ ତମେ ଉପରେ ଗାର ଦବ। ବୁଝିପାରିଲ ପିଲାମାନେ? ଏପରି କରିବ। ତାପରେ ଦେଖ 5 ନମ୍ବର କଣ କହିଛି? ଠିକ ବର୍ଣ୍ଣନା କରି ପଢ। କଣ ଲେଖା ହେଇଛି? ଖମ୍ବ, ଆମ୍ବ, ଲମ୍ବ, କମ୍ବଳ, କଦମ୍ବ, ସମ୍ବ, ଲଟା। ତାପରେ ଦମ୍ଭ, ତୁମ୍ଭେ, କୁମ୍ଭୀର, ସମ୍ଭବ, ନିମ୍ବ ଗଛ, ଗମ୍ଭୀର। ବୁଝିପାରିଲେ ପିଲାମାନେ? ତାପରେ ଦେଖ 6 ନମ୍ବର କଣ କହିଛି? ପଢ ଓ ଲେଖ। 1 ନମ୍ବର ସାମ୍ବ ଦଶମୀ, ଅସମ୍ଭବ ହେଲା। ଏଠି ଅସମ୍ଭବ ଏଟା କୁମ୍ଭ କଳସ, ସୂଚି ଚୁମ୍ବକ, ମୁମ୍ବାଇ ନଗରୀ, ଅସମ୍ଭାଳ ଏଟା ନୀଳ ଅମ୍ବର। ବୁଝିପାରିଲେ ପିଲାମାନେ? ତାପରେ 7 ନମ୍ବର କଣ କହିଛି? ଆସ ଗାଇବା। ଆମ୍ବ ବଉଳାଇ ଫଗୁଣ ମାସେ, ଦିଗ ଚହଟାଇ ତାର ସୁବାସେ ହେଲା। ତାପରେ ଦେଖ 8 ନମ୍ବର କଣ କହିଛି? ତଳେ ଥିବା ଶବ୍ଦ ଗୁଡ଼ିକୁ ପଢ ଓ ତୁମ ସାଙ୍ଗକୁ ଲେଖିବାକୁ କୁହ। କଣ ଅଛି? କମ୍ପାସ, ଗୁମ୍ଫା, ଡାମ୍ଫଣ, ସମ୍ପଦ, ଅସମ୍ଭବ, ଗମ୍ଭୀର ଏଟା ଚୁମ୍ବକ, କମ୍ବଳ, କଦମ୍ବ, ସମ୍ବାଦ। ବୁଝିପାରିଲେ ପିଲାମାନେ? ତାପରେ ଦେଖ 9 ନମ୍ବର କଣ କହିଛି? ପଢ, ଲେଖ ଓ ମନେ ରଖ। ଗୁମ୍ଫାଟି ଅତି ସୁନିର୍ମଳ, ବାମ୍ଫିର ଜଳ ସୁଶୀତଳ। ଏଟା ସମ୍ପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା। କୁମ୍ଭୀର ବଡ଼ ଭୟଙ୍କର, ନାଶାଇ କେତେ ନାରୀ ନର। ବୁଝିପାରିଲେ ପିଲାମାନେ? ତାପରେ ଦେଖ 10 ନମ୍ବର କଣ କହିଛି? ଅମ୍ଭ ଥିବା ଶବ୍ଦ ଗୁଡ଼ିକ ନିକଟରେ ଥିବା ବିନ୍ଦୁ ଗୁଡ଼ିକୁ ଯୋଡ଼ି କେଉଁ ଚିତ୍ରଟି ପାଉଛ ଦେଖ। କଣ କହିଛି?
ଆମର ଅମ୍ଭ ଯୋଉଠି ଯୋଉଠି ଅଛି ଆମେ ସେଇ ଗୁଡକୁ ଜଏନ୍ କରିବା। ବୁଝିପାରିଲେ ପିଲାମାନେ? ତ ଦେଖ କଣ କଣ ଆମେ ଜଏନ୍ କରିବା। ଅମ୍ଭ ଯୋଉଠି ଯୋଉଠି ଅଛି ଦେଖ ଏଠି ଅମ୍ଭ ହେଲା, ତାପରେ ଏଇଠି ଅଛି ଅମ୍ଭ, ତାପରେ ଏଠି ଆରମ୍ଭ, ତାପରେ ଏଇଟା ଆମ୍ଭ, ରମ୍ଭ, ଦମ୍ଭିଲା, ତାପରେ ସୋମବାର, ତାପରେ ତୁମ୍ଭେ, ତାପରେ କଣ ଅଛି ଗମ୍ଭୀରି, କୁମ୍ଭ, କୁମ୍ଭାର, ଗମ୍ଭୀରି, ଗମ୍ଭୀର, ତାପରେ ସ୍ତମ୍ଭ, ହେଲା। ଏଇଟା ତାହେଲେ କି ଚିତ୍ର ହେଲା? ଗୋଟିଏ କୁମ୍ଭୀରର ଚିତ୍ର ହେଲା। ବୁଝିପାରିଲ ପିଲାମାନେ? ଏପରି ତମେ ବିନ୍ଦୁ ଗୁଡିକୁ ଯୋଡିବ। ତାପରେ ଦେଖ ଆମର 11 ନମ୍ବର କଣ କହିଛି? ଚିତ୍ର ଦେଖି ପୁରା ନାମ ଲେଖ। ସେଟା କଣ ହବ? ପ୍ରଥମ ଚିତ୍ର କଣ ହବ? ଡାମଫଣ, କଦମ୍ବ ଫୁଲ, କୁମ୍ଭୀର, ଏଟା କଣ ହବ? ସିମ୍ପାଜି, ଏଟା କମ୍ପାସ, ଚମ୍ପା ଫୁଲ, ବାମ୍ଫି, କମ୍ବଳ। ବୁଝିପାରିଲ? ଏପରି ଲେଖିବ। ତାପରେ ଦେଖ 12 ନମ୍ବର କଣ କହିଛି? 12 ନମ୍ବର କଣ? ଅକ୍ଷର ମଧ୍ୟରୁ ଠିକ ଅକ୍ଷର ବାଛି ଖାଲି ଜାଗା ପୂରଣ କର। ନା କମ୍ଫ, ତମ୍ଫ, ଚମ୍ପା, ପାମ୍ପଡ, ଅଲମ୍ପିକ, କମ୍ପାସ, ଝାମ୍ପ, ସିମ୍ପାଜି, ଏଟା ଅମ୍ପୟାର। ବୁଝିପାରିଲେ ପିଲାମାନେ? ଏପରି ଲେଖିବ। ତାପରେ ଦେଖ ଖ ନମ୍ବର କଣ କହିଛି ଆମର? ଅମ୍ବ, ଅମ୍ଭା, ଉମ୍ଭି, ଉମ୍ବୁ, ଅମ୍ଭ ମଧ୍ୟରୁ ଅକ୍ଷର ଲଗେଇ ଶବ୍ଦଟିକୁ ଲେଖ। ତ ଏଇଟା ଆମର କଣ ହବ? ଦେଖ ପ୍ରଥମେ ଆମର କଣ ଲେଖା ହେଇଛି? ଏଇଟା ହବ ଆମର ବିଳମ୍ବ, କମ୍ବଳ, ଦମ୍ଭ, ତମ୍ବାଦାର, ତମ୍ବା, ଗମ୍ବୁଜ, ହମ୍ବାରଡି, ଆମ୍ବିଳ, ଏଟା ଆମ୍ବୁଲ। ବୁଝିପାରିଲ ପିଲାମାନେ? ଏପରି ଲେଖିବ। ତାପରେ କଣ କହିଛି? ତାର ଆମର ସମ୍ପର୍କ ଥିବା ସ୍ଥାନ ସହିତ ଯୋଡ। ଆମର ଏଇଠି 3ଟି କଣ ଅଛି? ଚିତ୍ର ଅଛି। ଆଉ ସେଇଗୁଡିକ ବିଷୟରେ ମଧ୍ୟ ଏଇଠାରେ ଆମର ଲେଖା ଯାଇଛି। କୋଉ ଚିତ୍ର ସହ କାହାର ସମ୍ପର୍କ ଅଛି ତାକୁ ଆମେ ଯୋଡିବା। ଏଠାରେ ରୋଗୀ ମାନଙ୍କୁ ପରୀକ୍ଷା କରି ଔଷଧ ଦିଆଯାଏ। ଡକ୍ଟର, ନର୍ସ, ଧାଇ, କମ୍ପାଉଣ୍ଡର ଏଠାରେ କାମ କରନ୍ତି। ତାହେଲେ କୋଉଠାରେ? କୋଉଠି ହବ? ଡାକ୍ତରଖାନା। ଏଇଟା ତମେ କଣ କରିବ? କୋଉଠି ଯୋଡିବ? 3 ନମ୍ବର କୁ ଯୋଡିବ। ବୁଝିପାରିଲ ପିଲାମାନେ? ତାପରେ କଣ କହିଛି? ଏହା ଗାଁ ଗୁଡିକର ଭଲ ମନ୍ଦ ବୁଝେ। ରାସ୍ତାଘାଟ ମରାମତି, ପରିବେଶ ସଫାସୁତୁରା ରଖିବା, ପୋଖରୀ ଖୋଳିବା ଇତ୍ୟାଦି କାର୍ଯ୍ୟ କରେ। କଣ? ଗ୍ରାମ ପଞ୍ଚାୟତ। ତାପରେ ପିଲାମାନେ ଏଠାରେ ପାଠ ପଢନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ ପଢାନ୍ତି। ପିଲାମାନେ ପାଠ ପଢି ବଡ ମଣିଷ ହୁଅନ୍ତି। ତାହେଲେ ଏଇଟା କଣ ହବ? ସ୍କୁଲ ହବ। ତ ଏଠାରେ ଆମର ଫାଷ୍ଟ ଚିତ୍ର ସ୍କୁଲ କୁ ଗାର ଦେବ। ବୁଝିପାରିଲେ ପିଲାମାନେ? ତାପରେ ଦେଖ 14 ନମ୍ବର କଣ କହିଛି? ଅକ୍ଷର ଗୁଡିକ ସଜାଡି ଶବ୍ଦ ଲେଖ। ଯେପରିକି କୁମ୍ଭୀର, ଏଇଠି ଆମର କଣ ହବ ଦେଖ? ସମ୍ଭବ, ଏଟା ଚୁମ୍ବକ, ହେଲା। ତାପରେ ଏଇଠି ଦେଖ କଣ ହବ? ଏଇଟା ହବ ଆମର ଡାମ୍ଫଣ, କମ୍ପାସ, କମ୍ବଳ, ନମ୍ବର, ହେଲା। ଏଇଟା ଆରମ୍ଭ, ଏଇଟା ବୁଝିପାରିଲ ପିଲାମାନେ? ତାପରେ ଦେଖ 15 ନମ୍ବର କଣ କହିଛି? ଆସ ଆମେ ଆଲୋଚନା କରିବା ଓ ଲେଖିବା। କଣ? କ ନମ୍ବର କୋଶ୍ଚିନ୍ କଣ କହିଛି? ତୁମ ଘର କେଉଁ ଗ୍ରାମ ପଞ୍ଚାୟତରେ ଅଛି? ଏଇଟା ମୁଁ ପାଠରେ ଲେଖି କହିଦଉଛି। ତମେ ତମର ଗ୍ରାମ ପଞ୍ଚାୟତ ଲେଖି ପାରିବ। ବୁଝିପାରିଲ ପିଲାମାନେ? ତ ଏଇଠି ଲେଖିବ କୁମ୍ଭାରପୁର ଗ୍ରାମ ପଞ୍ଚାୟତରେ ଅଛି। ଆମ ଘର କୁମ୍ଭାରପୁର ଗ୍ରାମ ପଞ୍ଚାୟତରେ ଅଛି। ଖ ନମ୍ବର ତୁମ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ନାମ କଣ? ଆମ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ନାମ ରାମଚନ୍ଦ୍ର ସାହୁ। ଗ ନମ୍ବର
ଗ ନମ୍ବର ଗ୍ରାମ ପଞ୍ଚାୟତ କି କାମ କରେ? ଗ୍ରାମ ପଞ୍ଚାୟତ କଣ ଗ୍ରାମ ସଡ଼କ ତିଆରି, ପୋଖରୀ ଖୋଳେ ଆଉ ପାର୍କ ତିଆରି କରେ। ତୁମେ ତୁମେ ପଢିଥିବା ବିଦ୍ୟାଳୟର ନାମ କଣ? ଆମେ ପଢୁଥିବା ବିଦ୍ୟାଳୟର ନାମ କଣ? ଆମ୍ବପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ। ମୋ ନମ୍ବର ତୁମ ବିଦ୍ୟାଳୟରେ ପାଠ ପଢିବା ପୂର୍ବରୁ କରାଯାଉଥିବା 2ଟି କାର୍ଯ୍ୟ ଲେଖ। କଣ କଣ କରାହଉଛି? ବ୍ୟାୟାମ କରାଯାଉଛି ଆଉ ପ୍ରାର୍ଥନା କରାଯାଉଛି। ବୁଝିପାରିଲେ ପିଲାମାନେ? ଏପରି ଲେଖିବ। ତାପରେ 16 ନମ୍ବର କଣ କରିଛି? ରୋଗ ହେଲେ କାହା ପାଖକୁ ଯିବା? କାହା ପାଖକୁ? ଡାକ୍ତର ପାଖକୁ ଯିବା ହେଲା। ତାପରେ ଦେଖ 17 ନମ୍ବର କଣ କରିଛି? ଦେଖ ତୁମ ଅଞ୍ଚଳରେ ଡାକ୍ତର ନଥିଲେ କଣ ଅସୁବିଧା ହବ? କଣ ହବ ନା ଲୋକମାନେ ଚିକିତ୍ସା କରିପାରିବେ ନାହିଁ, ରୋଗରେ ପଡି ମୃତ୍ୟୁବରଣ କରିବେ, ଠିକ ସମୟରେ ଔଷଧ ମିଳିବ ନାହିଁ। ଖ ନମ୍ବର ଦେଖ କଣ କହିଛି? ତୁମ ଗାଁରେ ବିଦ୍ୟାଳୟ ନଥିଲେ ତୁମର କି ଅସୁବିଧା ହୁଅନ୍ତା? କଣ ଅସୁବିଧା ହୁଅନ୍ତା? ନା ପଢିବାରେ ଅସୁବିଧା ହୋଇଥାନ୍ତା, ପିଲାମାନେ ଶିକ୍ଷିତ ହୋଇପାରିନଥାନ୍ତେ ଆଉ ପଢିବା ପାଇଁ ଅନ୍ୟ ଗ୍ରାମକୁ ଯିବାକୁ ପଡିଥାନ୍ତା ହେଲା। ତାପରେ ଗ ନମ୍ବର ଦେଖ କଣ କହିଛି? ତୁମ ଗାଁ ଲୋକମାନଙ୍କ ଦେହ ଖରାପ ହେଲେ ସେମାନେ କେଉଁଠାକୁ ଯାଆନ୍ତି? କେଉଁଠାକୁ? ଡାକ୍ତରଖାନାକୁ ଯାଇଥାନ୍ତି। ଘ ନମ୍ବର ତୁମ ବିଦ୍ୟାଳୟରେ କଣ କଣ ଅଛି ଲେଖ? ବିଦ୍ୟାଳୟରେ କଣ କଣ ଅଛି? ଅଫିସ ରୁମ ଅଛି, କ୍ଲାସ ରୁମ ଅଛି, ପାଠାଗାର ଅଛି, ଗଛ ଅଛି, ପାଇଖାନା ଅଛି ହେଲା, ଖେଳ ପଡିଆ ଅଛି। ବୁଝିପାରିଲ? ଏ ସବୁ ଲେଖିବ। ତାପରେ ଦେଖ ମୋ ନମ୍ବର କଣ କହିଛି? କଣ ଅଛି? ତୁମ ଶ୍ରେଣୀ କୋଠରୀରେ କଣ ସବୁ ଅଛି ଲେଖ? ଶ୍ରେଣୀ କୋଠରୀରେ କଣ ଅଛି? ଟେବୁଲ ଅଛି, ଚୌକି ଅଛି ଆଉ ବ୍ଲାକ ବୋର୍ଡ ଅଛି ହେଲା। ଏପରି ଲେଖିବ। ଯଦି ମୋ ପାଖରେ ପହଞ୍ଚ, ବାଟରେ ପଡୁଥିବା ଶବ୍ଦ ଗୁଡିକୁ ଲେଖ। ଦେଖ ଏଠାରେ ମୁଁ କିପରି ଯିବା? ଦେଖ ପ୍ରଥମେ ଆସିବା ଆମର ଏଇଟା ଏମିତି ହେଇକିରି ଆସିବ। ଦେଖ ଏଠି ଅମ୍ବିକା, ତାପରେ ଡମ୍ବରୁ ହେଲା, ତାପରେ ତମ୍ବା, ତାପରେ ଡାଳିମ୍ବ, ଖମ୍ବ, ନମ୍ବର, ସମ୍ବଲପୁର ହେଲା, ଚମ୍ପା ଫୁଲ, ଲମ୍ବ ଆଉ କମ୍ବୁଜ ଏପରି ହେଇକିରି ଏପରି ଆସିବ। ବୁଝିପାରିଲ ପିଲାମାନେ? ଯଦି ଭିଡିଓ ଗୁଡିକ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କର ଆଉ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କର। ଧନ୍ୟବାଦ।